ଗଛରୁ ଓହ୍ଲେଇନି ଫାଇନାଲି ବୁହିନି ଆମ୍ବ ବସ୍ତା ମୁଁ ଆଣିଛି ହାରି ଆମ୍ବରେ କଣ କଣ ହୁଏ। ଜୟ ଜଗନ୍ନାଥ ସାଙ୍ଗମାନେ, ଆପଣଙ୍କ ପାଇଁ ଆଉ ଗୋଟେ ଭିଡ଼ିଓ ନେଇକରି ଆସିଛି ଆପଣଙ୍କର ଅଜିତ ଭାଇ। ଆଉ ଶେଷ ଯାକେ ଭିଡ଼ିଓଟା ଦେଖିବ, ଇଏ ୟୁନିକ୍ ହେବାକୁ ଯାଉଛି ମାନେ ଭିଡ଼ିଓଟି। ଆଉ ଦେଖିପାରୁଥିବେ ତ ମୋ ଗାଡ଼ି ମାନେ ଏଠି ଥୋଇ ଦେଇଛି, ଲକ୍ ଲୁକ୍ କରିନି। ଆଉ ମୋ ହାତରେ ବସ୍ତା ଅଛି। ଆଉ ଚାଲ ଯିବା, ଆପଣମାନେ ଶେଷ ଯାକେ ଦେଖିବେ ଭିଡ଼ିଓ। ଚାଲ ଯିବା। ଆଉ ସେ ଜାଗାକୁ ପଳେଇ ଆସିଛି। ଆଉ ଦେଖିପାରୁଥିବେ ତ ମୋ ହାତରେ ବସ୍ତାଟା। ଆଉ ବସ୍ତାଟା କଣ ଯୋଗୁଁ ମୋ ହାତରେ ଅଛି ଆପଣମାନଙ୍କୁ କହିବି। ଆଉ ମାନେ ଘରୁ ଆମ୍ବ ପାଇଁ ପଠେଇଛି। ଆଉ ଆପଣମାନେ ତ ଜାଣିଥିବେ ଆମ୍ବରେ କଣ କଣ ହୁଏ। ଦେଖିବେ ଶେଷ ଯାକେ ଦେଖିଥିବେ, ଆପଣମାନଙ୍କୁ ଶେଷରେ କହିବି। ଆଉ ଦେଖିପାରୁଥିବେ ତ ଖାଲି ଆମ୍ବ ଖୋଜୁଛି, ମାନେ କୁଆଡ଼େ ଆମ୍ବ ଅଛି। ମାନେ ମତେ ଗଛ ଚଢ଼ା ତ ଆସିନି, ମାନେ ଗଛ ମୁଁ ଚଢ଼ି ଜାଣିନି। ମାନେ ଯାହାହେଲେ ଚଢ଼ିବାକୁ ପଡ଼ିବ ଆଉ ଆପଣଙ୍କ ପାଇଁ। ଆଉ ମେହନତରେ ଚଢ଼ିବାକୁ ପଡ଼ିବ। ଆଉ ଆମ୍ବ କୋଉ ଗଛରେ ଅଛି ଦେଖୁଛି ତ। ଆଉ ଚାଲ ଯିବା। ଆଉ ଦେଖିପାରୁଥିବେ ତ ଆମ୍ବ ଗୁଡ଼ାକ, ମାନେ କୋଉ ଗଛରେ ଆସିଛି କୋଉ ଗଛରେ ଆସିନି ଏମିତି। ଆଉ ଆମ୍ବ ଗୁରା ଦେଖିଦେଇଛି ଯେ ଏଇ ଗଛକୁ ଚଢ଼ିବାକୁ ପଡ଼ିବ। ଆଉ ଦେଖିପାରୁଥିବେ ତ ଆମ୍ବରା, ମାନେ ମତେ ଆଜି ଯାହାହେଲେ ବସ୍ତାଟେ ନେବାକୁ ପଡ଼ିବ, କାହିଁକିନା ଘରେ ପଠେଇଛି ଆମ୍ବ ପାଇଁ। ଆଉ ଆମ୍ବର ତ ମାନେ ଆଚାର ଖଟା ସବୁ ଏମିତି ହୁଏ। ଆଉ ସବୁ ବର୍ଷ ଆସୁଛି ନା, ଏଇ ବର୍ଷ ଯାହାହେଲେ ଖଟା କରିବାକୁ ପଡ଼ିବ। ଆଉ ଆମ୍ବ ଗୁଡ଼ାକ ତ ଦେଖୁଛ କୋଉ ଭଳିଆ, ମାନେ ଏଇ ବାଇଟାରୁ ପାରିବି। ଆଉ ଚଢ଼ିବା ପାଇଁ ମାନେ ସୁଯୋଗଟା କୋଉଟେ ମୁଁ ଖୋଜୁଛି। ଭାଇ ବାଟ ନାହିଁ ଚଢ଼ିବା ପାଇଁ ଆମ୍ବ ଗଛରେ, ମାନେ କୋଉ ବାଟେ ଚଢ଼ିବି ବୋଲି ମୁଁ ଜାଣିପାରୁନି। ଆଉ ଯେମିତି ହେଲେ ମତେ ଆମ୍ବ ନେବାର ଅଛି, କାହିଁକିନା ସବୁ ବର୍ଷ ଆସୁଛି ନା, ବର୍ଷକୁ ଥରେ। ଯଦି ଏଇ ବର୍ଷ ନ ନେବି ଆଉ ଖଟା କରିପାରିବୁନି, ଖାଇପାରିବୁନି। ଆଉ ଯେମିତି ହେଲେ ନେବାକୁ ପଡ଼ିବ। ହଉ ଚାଲ ଆପଣମାନଙ୍କୁ ଚଢ଼ିଏନି ଗଛ ଉପରେ ଭିଡ଼ିଓଟା କରୁଛି। ଆଉ ଏବେ ମୁଁ ଆମ୍ବ ପାରି ଦେଇଛି, ଗଛରୁ ଓହ୍ଲେଇନି। ଆଉ ଦେଖିପାରୁଥିବେ ତ ଆମ୍ବରା ମାନେ କୋଉ ଭଳିଆ ଚାରିଆଡ଼େ ପଡ଼ିଛି। ଆଉ ଦେଖିପାରୁଥିବେ ତ, ଆଉ ଚାରିଆଡ଼େ ଆମ୍ବରା ପଡ଼ିଛି, ତାକୁ ଗୁଣ୍ଟେଇବାକୁ ପଡ଼ିବ। ଆଉ ବସ୍ତାରେ ଗୁଣ୍ଟେଇ ଦେବି। ଆଉ ଦେଖିପାରୁଥିବେ ତ ଆମ୍ବରା, ଆଉ ଗଛ ଉପରୁ ମାନେ ସବୁ ପାରି ଦେଇଛି। ଆଉ ସବୁ ଆମ୍ବରାକ ଏମିତି ପଡ଼ିଛି। ଆଉ ତାକୁ ସବୁ ଗୁଣ୍ଟେଇବାକୁ ପଡ଼ିବ, ମାନେ ଆଉ ଭାଇ ଗଛ ଚଢ଼ିବା ଏତେ ସହଜ ନୁହେଁ। ମାନେ ଗଛ ଚଢ଼ିବା ଆଗରୁ ବହୁତ କିଛି ସାମ୍ନା କରିବାକୁ ପଡ଼ିଥାଏ। କାହିଁକିନା ଆପଣମାନେ ଆମ୍ବ ପାରିଲା ବେଳେ ମାନେ ଏଇଭଳିଆ ମାନେ ଦେଖିପାରୁଥିବେ ତ, ମାନେ ମାନେ ଦେଖିପାରୁଥିବେ ମାନେ କାଇ ଗୁଡ଼ାକ ମାନେ ଆପଣମାନଙ୍କୁ ହଇରାଣ କରିଦେବେ ଉପରେ। ମାନେ ଗଛ ଚଢ଼ିବା ଆଗରୁ ଥରେ ଭାବିବ, ମାନେ ଏରା କାନକୁନି ପଶିଯିବେ। ମାନେ ଏଇ କାଇଜନ୍ଦାରାକ, ମାନେ ଆପଣମାନେ ଦେଖିପାରୁଥିବେ ତ। ଆଉ ଏଡ଼େ ବଡ଼ ଗଛ ଚଢ଼ିନି, ମାନେ ଏତେ ଗୁରେ ଆମ୍ବ ପାରିଦେଲି। ଭାଇ କେତେ କଣ ଅଛି, ମାନେ ମାଛି ମାନେ କାନ ପାଖରେ ଖାଲି ବଣ ବଣ ହଉଥିବେ। ଆଉ ଏଇଭଳିଆ ଦେଖିପାରୁଥିବେ ତ, ମାନେ କଳା ଜନ୍ଦାଟା, ମାନେ କାଇଜନ୍ଦାରାକ। ମାନେ ଦେଖ ମୋ ହାତ ହୁତି ମାନେ ସବୁ ଚଢ଼ି ଯାଉଛି। ଆଉ ମାନେ ବସ୍ତେ ଆମ୍ବ ପାରି ଦେଇଛି, ମାନେ ଦେଖିପାରୁଥିବେ ତ ବସ୍ତେ ଆମ୍ବ ପୁରାପୁରି। ଆଉ ଏଇ ଦକ ଆମ୍ବ ପାରିବା ପାଇଁ ମାନେ ମତେ ପ୍ରାୟ ଘଣ୍ଟେ ଟାଇମ୍ ଲାଗିଗଲା, ଘଣ୍ଟେ ଦେଢ଼ ଘଣ୍ଟା ଭଳିଆ ଲାଗିଗଲା। ଆଉ ମାନେ ଦେଖିପାରୁଥିବେ ତ, ମାନେ ପ୍ରାୟ ବସ୍ତାଟା ଆଉ କମ ହେଇଥିଲେ ମାନେ ବସ୍ତାଟା ପ୍ରାୟ ଫୁଲ ହେଇଯାଇତା। ଆଉ ମାନେ ଘଣ୍ଟେ ମତେ ଟାଇମ୍ ଲାଗିଗଲା ଭାଇ।
ଏଇଟାକୁ ଏତେ ମେହନତ ଆପଣଙ୍କ ପାଇଁ ମାନେ ଆମ୍ବ ପାରି ବୋଲି ମାନେ ଝାଳ ନାଳରେ ପୁରା ପୁରି ମାନେ ଘଣ୍ଟେ ଟାଇମ ମତେ ଲାଗିଗଲା। ଏ ଦେଖିପାରୁଥିବେ ତ ଆମ୍ବ କୋଉ ଭଳିଆ ମାନେ ବସ୍ତାଟା ପୁରାପୁରି ଆଉ କମ ଥିଲେ ହେଇଥିଲେ ମାନେ ଫୁଲ ହେଇଯାଏ ତା ବସ୍ତାଟା। ହଉ କିଛି ମାନେ ଡେରି ନ କରି ଚାଲ ଯିବା ଘରକୁ ଆଉ। ଫାଇନାଲି ବୁହିନି ଆମ୍ବ ବସ୍ତା ମୁଁ ଆଣିଛି ହାରି ଆଉ ତାକୁ ଗାଡ଼ିରେ ଲୋଡିଂ କରିଦବା ଘରକୁ ଯିବା। ଆଉ ଦେଖୁଛ ତ ସାଙ୍ଗମାନେ ଆଉ ମୁଁ ଲୋଡିଂ କରିଦେଇଛି। ଆଜି ପାଇଁ ଆପଣଙ୍କ ପାଇଁ ହେତିକି ଭିଡିଓଟି ରହୁଛି। ଜୟ ଜଗନ୍ନାଥ।